ଆପଣ ଯୋଉଟା କହୁଛନ୍ତି ଦଳରୁ ଆମକୁ ଅବହେଳିତ କରାଯାଇଥିଲା, ନିଶ୍ଚିତ ଭାବରେ ଆମକୁ ଦଳରୁ ଅବହେଳିତ କରାଯାଇଥିଲା, ଯୋଉଟାକି ଆମେ ଆଗରୁ ମୁହଁ ଖୋଲି ନଥିଲୁ। କିନ୍ତୁ ବହୁତ ସମସ୍ୟାର ସମ୍ମୁଖୀନ କହନ୍ତି, ଧୈର୍ଯ୍ୟର ଗୋଟେ ସୀମା ଥାଏ, ଯୋଉଟାକି ସେଟା ଆଜି ସୀମା ପାର କରିକି ଆଜି ଆମେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛୁ। ଆଶା କରୁଛୁ ଯାହାବି ଆମର ଲୋକମାନଙ୍କ ପାଇଁ, ଯାହାବି ସାଧାରଣ ଲୋକଙ୍କ ପାଇଁ କାମ କରିବାର ଅଛି, ଆମେ ଏଥିରେ ନିଶ୍ଚିତ ଭାବରେ ଆମର ଦେଖନ୍ତୁ। ଖାଲି ବଭାଇଙ୍କ କଥା ମୁଁ କହିବିନି, ଆଜି ବି ଯଦି ମୁଁ ଜିଲ୍ଲା ପରିଷଦର ସଭାପତି ଭାବେ ହେଇଛି, ସେ କାରଣ ନବୀନ ସାର୍ ମତେ ଜାଣିଥିଲେ କି ଏଇଟା ବଭାଇଙ୍କ ମାଧ୍ୟମରେ ହିଁ ହେଇଛି। ତ ସେଟା ମୁଁ ସେଥିରେ କହିବି ଯେ ଏଥିରେ ଭାଇଙ୍କର କିଛି ଇଏ ଅଛି, କିନ୍ତୁ ଯେହେତୁ ଭାଇ ରହିଲେ ସେ ରାଜ୍ୟରେ, ବାକି ଯୋଉ ତୃଣମୂଳ ସ୍ତରରେ ଯୋଉ ନିର୍ବାଚନ ମଣ୍ଡଳୀରେ ଯୋଉ ନେତା ରହିଲେ, ସେମାନଙ୍କ ତରଫରୁ ମତେ ଅବହେଳିତ ଶୃଙ୍ଖଳାର ସହିତ କରିଛି। ଗତ କିଛି ଦିନ ହବ ଦେଖୁଛି ଦଳ ମତେ ଅଣଦେଖା କରୁଛି ଦଳ ମତେ, ଯାହା ଫଳରେ କି ମୁଁ ଆଜି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛି। ଯେକୌଣସି ପଦ ଯେକୌଣସି ଆମର ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ସବୁ କାର୍ଯ୍ୟକ୍ରମ ସବୁ ଅଛି ଆମର, ସେ କାର୍ଯ୍ୟକ୍ରମରେ ମୁଁ କେମିତି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବି, ସେଥିପାଇଁ ମୁଁ ସବୁ ଚେଷ୍ଟା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଏବଂ ଆମର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ଯେଉଁ ସାଧାରଣ ମନୋଭାବ, ସରଳ ମନୋଭାବ ରହିଛି, ସାଧାରଣ ଜନତାଙ୍କ ପ୍ରତି ତାଙ୍କର ଯେଉଁ ଭଲପାଇବା ରହିଛି, ତାଙ୍କର ଲୋକାଭିମୁଖୀ ଯେଉଁ କାର୍ଯ୍ୟକ୍ରମ ରହିଛି, ତାଙ୍କର ସେ କାର୍ଯ୍ୟକ୍ରମ ଏବଂ ମେନ୍ କରି ସରଳ ମନୋଭାବ ଲୋକମାନଙ୍କ ପ୍ରତି ଯେଉଁଟା ରହିଛି, ତାଙ୍କର ସେହି ଆଚାର ବ୍ୟବହାର ଦେଖିକି ଆମେ ଅନୁପ୍ରାଣିତ ହେଇକି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛୁ। ମ୍ୟାଡାମ, ଆପଣ ଯେତେବେଳେ ବିଜେଡିରେ ଥିଲେ, ଚେୟାରମ୍ୟାନ ଥିଲେ ଅଛନ୍ତି, ଆପଣ କୋଉଠି ଅନୁଭବ କରିପାରୁଛନ୍ତି କି ଆପଣଙ୍କୁ ଅଣଦେଖା କରାଯାଉଛି, ମାନେ ଇଗ୍ନୋର କରାଯାଇଛି? ଦେଖନ୍ତୁ, ମୁଁ ଯାଜପୁର ଜିଲ୍ଲାର ବିଜେଡିରୁ ଜିଲ୍ଲା ପରିଷଦ ପ୍ରେସିଡେଣ୍ଟ ଭାବେ ସଭାପତିତ୍ୱରେ ଏବେ ବି ଅଛି। ତ ଆପଣ ଯୋଉଟା କହୁଛନ୍ତି ଦଳରୁ ଆମକୁ ଅବହେଳିତ କରାଯାଇଥିଲା, ନିଶ୍ଚିତ ଭାବରେ ଆମକୁ ଦଳରୁ ଅବହେଳିତ କରାଯାଇଥିଲା, ଯୋଉଟାକି ଆମେ ଆଗରୁ ମୁହଁ ଖୋଲି ନଥିଲୁ। କିନ୍ତୁ ବହୁତ ସମସ୍ୟାର ସମ୍ମୁଖୀନ କହନ୍ତି, ଧୈର୍ଯ୍ୟର ଗୋଟେ ସୀମା ଥାଏ, ଯୋଉଟାକି ସେଟା ଆଜି ସୀମା ପାର କରିକି ଆଜି ଆମେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛୁ। ଆଶା କରୁଛୁ ଯାହାବି ଆମର ଲୋକମାନଙ୍କ ପାଇଁ, ଯାହାବି ସାଧାରଣ ଲୋକଙ୍କ ପାଇଁ କାମ କରିବାର ଅଛି, ଆମେ ଏଥିରେ ନିଶ୍ଚିତ ଭାବରେ ଆମର ଦେଖନ୍ତୁ। ଆମକୁ ମୁଁ ଜିଲ୍ଲା ପରିଷଦ ସଭାପତି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅଶେଷ କୃତଜ୍ଞତାକୁ ଧନ୍ୟବାଦ ଦେବି। ଦେଖନ୍ତୁ, ପଦପଦବୀ ଦେଇଥିଲେ ସେମାନେ, କିନ୍ତୁ ଯେହେତୁ ପଦପଦବୀ ସେମାନେ ଦେଇଛୁ, ତାଙ୍କୁ ଆମେ ତମକୁ ପଦ ଦେଇଛୁ, ତମେ ଆମ କଥାରେ ଥାଅ। ସେଟା ମୁଁ ପର୍ଟିକୁଲାର କାହା ନାଁ ନେଇକି ମୁଁ କହିବିନି, କିନ୍ତୁ ଯାହାକୁ ହେଲେ ଆମକୁ ଅବହେଳିତ କରାହେଉଥିଲା ବୋଲି ଆଜି ଆମେ ଏ ପଦ ଦେଖନ୍ତୁ। ଖାଲି ବଭାଇଙ୍କ କଥା ମୁଁ କହିବିନି, ଆଜି ବି ଯଦି ମୁଁ ଜିଲ୍ଲା ପରିଷଦର ସଭାପତି ଭାବେ ହେଇଛି, ସେ କାରଣ ନବୀନ ସାର୍ ମତେ ଜାଣିଥିଲେ କି ଏଇଟା ବଭାଇଙ୍କ ମାଧ୍ୟମରେ ହିଁ ହେଇଛି। ତ ସେଟା ମୁଁ ସେଥିରେ କହିବି ଯେ ଏଥିରେ ଭାଇଙ୍କର କିଛି ଇଏ ଅଛି, କିନ୍ତୁ ଯେହେତୁ ଭାଇ ରହିଲେ ସେ ରାଜ୍ୟରେ, ବାକି ଯୋଉ ତୃଣମୂଳ ସ୍ତରରେ ଯୋଉ ନିର୍ବାଚନ ମଣ୍ଡଳୀରେ ଯୋଉ ନେତା ରହିଲେ, ସେମାନଙ୍କ ତରଫରୁ ମତେ ଅବହେଳିତ କରାଯାଇଛି। ନାଇଁ, ମୁଁ ଏତିକି କହୁଛୁ, କାହା ନାଁ ନେବା ପାଇଁ ମୁଁ କିଛି ଇଏ କରୁ, କାହିଁ କାହା ନାଁ ନେଇକି ମୁଁ କହିବି। ବାକି ଏତିକି ଆପଣମାନେ ବୁଝିପାରୁଥିବେ, ଯେ ରାଜ୍ୟରେ ରହିଲେ ବଭାଇ, ତାଙ୍କ କଥା ମୁଁ କହୁନି, ବାକି ଯିଏ ରହିଲେ ନିର୍ବାଚନ ମଣ୍ଡଳୀରେ, ସେମାନଙ୍କ ପ୍ରତି ସେମାନଙ୍କ ତରଫରୁ ଆମକୁ ଅବହେଳିତ କରାଯାଇଛି। ଦେଖନ୍ତୁ, ଆଜି ଆମେ ଯେହେତୁ ବିଜୁ ଜନତା ଦଳରୁ ମାନେ ଇସ୍ତଫା ଦେଇକି ଆମେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛୁ, ନିଶ୍ଚିତ ଭାବରେ ଆମର କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଯେଉଁ ଲୋକାଭିମୁଖୀ କାର୍ଯ୍ୟକ୍ରମ ରହିଛି ସାଧାରଣ ଲୋକଙ୍କ ପ୍ରତି, ନିଶ୍ଚିତ ଭାବରେ ତାଙ୍କର ଯାହା ଅଛି କାର୍ଯ୍ୟକ୍ରମ, ଆମେ ସେଥିରେ ମାନେ କେମିତି ଯାଜପୁରରେ ଆମର ଭାରତୀୟ ଜନତା ପାର୍ଟିକୁ ଆହୁରି ସଶକ୍ତ ସୁଦୃଢ଼ କରିବୁ, ସେଥିପାଇଁ ଆମେ ସମସ୍ତେ ମାନେ ପୁରା ଲାଗି ପଡ଼ିବୁ। ମୁଁ ପ୍ରଥମେ ବିଜୁ ଜନତା ଦଳ ମତେ ପରିଚୟ ଦେବାରୁ ମୁଁ ପ୍ରଥମେ ବିଜୁ ଜନତା ଦଳ ପାଖରେ କୃତଜ୍ଞ। ମୁଁ ଯୋଉ ମୋର 2014ରୁ 2019 ଯାକେ ମୁଁ ଥିଲି ସାଂସଦ। ସେ ସମୟରେ ମତେ ମାନେ ଦଳର ଯେକୌଣସି ଦାୟିତ୍ୱ ଦିଆଯାଇଥିଲା, ମୁଁ ତା ଶୃଙ୍ଖଳାର ସହିତ କରିଛି। ଗତ କିଛି ଦିନ ହବ ଦେଖୁଛି ଦଳ ମତେ ଅଣଦେଖା କରୁଛି ଦଳ ମତେ, ଯାହା ଫଳରେ କି ମୁଁ ଆଜି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛି। ନାଇଁ, ତାଙ୍କ ପ୍ରତି ସିଏ ମୋର ବଡ ଭାଇ, ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି। ଦଳ ମତେ ଦଳ କଲେ ଯୋଉମାନଙ୍କର ଦଳର ସୁପ୍ରିମୋ, ଜିଲ୍ଲା ନୁହେଁ, ଦଳ ନୁହେଁ, ମୁଁ ଅଧିକା କିଛି କହିବାକୁ ପାଇନି। ମୁଁ କେବଳ କହୁଛି ଯେ ଦଳ ମତେ ଅଣଦେଖା କରେ। ଯେକୌଣସି ପଦ ଯେକୌଣସି ଆମର ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ସବୁ କାର୍ଯ୍ୟକ୍ରମ ସବୁ ଅଛି ଆମର, ସେ କାର୍ଯ୍ୟକ୍ରମରେ ମୁଁ କେମିତି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବି, ସେଥିପାଇଁ ମୁଁ ସବୁ ଚେଷ୍ଟା କରିବି।